सृष्टि आढुआଳରେ ଅନୁଗୁଳ ବ୍ଲକର ଲକ୍ଷ୍ମଣପୁର ନିକଟରେ ଥିବା ଗଦଗଦା ଜଳପ୍ରପାତ ଅତ୍ୟନ୍ତ ସୁନ୍ଦର ମନମୁଗ୍ଧକର ପରିବେଶ। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଭିତରେ ଥିବା ଜଳପ୍ରପାତ ଉପରେ ସତେ ଯେମିତି ଆଖି ପଡ଼ିନି। ସାତକୋଶିଆ କର୍ତ୍ତୃପକ୍ଷ ଏହାକୁ ଇକୋ ଟୁରିଜିମରେ ସାମିଲ ହିଁ କରୁନାହାନ୍ତି, ଯାହାକୁ ନେଇ ଅସନ୍ତୋଷ ବଢ଼ୁଛି। ଅନୁଗୁଳର ଗଦଗଦା ଜଳପ୍ରପାତ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପମ୍ପାସ ରେଞ୍ଜର ବାଘମୁଣ୍ଡା ସେକ୍ସନରେ ରହିଛି। ଏହା ଘଞ୍ଚ ଜଙ୍ଗଲ ଏବଂ ସବୁଜିମାରେ ପରିପୂର୍ଣ୍ଣ ପାହାଡ଼ ଘେରା ମଧ୍ୟରେ ବହିଯାଉଥିବା ଚିରସ୍ରୋତା ଜଙ୍ଗଲୀ ନାଳର ପାଣି ପାହାଡ଼ ଉପରୁ ପ୍ରାୟ 100 ଫୁଟ ତଳକୁ ପଡ଼ୁଛି, ଯାହା ଅତ୍ୟନ୍ତ ମନୋରମ। ବର୍ଷ ସାରା ଏହି ଜଳପ୍ରପାତରୁ ପାଣି ପଡ଼ୁଛି। ଏଠାକାର ସୌନ୍ଦର୍ଯ୍ୟ ଥରେ ଦେଖିଲେ ମୁହଁ ଫେରାଇବାକୁ ଇଚ୍ଛା ହୁଏନି। ଉପରେ କଳା ମୁଗୁନି ପଥରର ଚଟାଣ, କୁଳୁକୁଳୁ ନାଦରେ ବହିଯାଉଥିବା ଝରଣା ପାଣିର ଶବ୍ଦ, ପୁଣି ଚତୁଃପାର୍ଶ୍ୱରେ ସବୁଜିମା ଭରା। ବହୁ ପର୍ଯ୍ୟଟକ ଏଠାକୁ ଆସନ୍ତି, କିନ୍ତୁ କୌଣସି ସୁବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏଇ ପାହାଡ଼ ଜଙ୍ଗଲ ମଝିରେ ଯୋଉ ପାଣିର ଶବ୍ଦ ପୁରା ମନକୁ ମୋହି ନେଇ ଯାଉଛି। ଏଇ କୋଇଲି ସକାଳେ ଆସିବେ ଭାଇ ମାନେ ପୁରା ବହୁତ କୋଇଲି କାଉ ଫାଉ ଏମିତି ସବୁ ରାବ ଶୁଣିଲେ ପୁରା ତୁମକୁ ଏଇ ଜାଗାରୁ ଛାଡିକି ଯିବା ପାଇଁ ଇଚ୍ଛା ହିଁ ହବନି ଆପଣଙ୍କୁ। ଏଇ ଜଳପ୍ରପାତକୁ ଆମେ ପ୍ରାୟ ମୋବାଇଲରେ ପ୍ରାୟ ଏହା ଏବେ ଭାଇରାଲ ହବାରେ ଲାଗିଛି। ତ ଏଇ ସବୁଜ ସବୁଜିମାକୁ ଦେଖି ଆମ ସାଙ୍ଗସାଥି ଠୁଳ ହୋଇ ଏଟାକୁ ଭୋଜି କରି ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆମେ ଏକତ୍ରିତ ହୋଇ ଆଜି ଏଠାକୁ ଆମେ ବୁଲିବାକୁ ଆସିଛୁ। ଏଠି ଗୋଟେ ଜିନିଷ ହଉଛି ଯୋଉ ସବୁଜ ପରିବେଶ, କିନ୍ତୁ ଆଉ ଟିକେ ଉନ୍ନତି ହବ। ଉନ୍ନତି ହେଲେ ଲୋକମାନେ ସୁବିଧା ପାଇବେ, ସୁଯୋଗ ପାଇବେ। ଲୋକମାନଙ୍କର ଆଉ ଲୋକଙ୍କର ସଚେତନ ହବା ଦରକାର, ଲୋକ ପରିବେଶ ଟିକେ ସଫା ରଖିବେ। ଏଇଟା ହିଁ ମୁଖ୍ୟ କାରଣ। ଲୋକମାନେ ଟିକେ ସଫା ରଖି ପାରୁନାହାନ୍ତି, କରୁଛନ୍ତି। ତାପରେ ଏଠି ଗୋଟେ ଜିନିଷ କିଛି ଆମର ଗୋଟେ ଜଗବାଳି ରଖିନାହାନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହେଲେ ସମ୍ପୂର୍ଣ୍ଣ ଅବହେଳିତ ଏହି ଜଳପ୍ରପାତ। ପ୍ରଥମତଃ ମୁଖ୍ୟ ରାସ୍ତାରୁ ଜଳପ୍ରପାତକୁ ସଂଯୋଗ କରୁଥିବା ରାସ୍ତାଟି ଗମନାଗମନରେ ବାଧକ ସାଜିଛି। ଜଳପ୍ରପାତ ଚାରିପଟେ ରେଲିଂ ନଥିବାରୁ ପର୍ଯ୍ୟଟକଙ୍କ ପାଇଁ ବିପଦ ରହିଛି। ପରିଷ୍କାର ପରିଚ୍ଛନ୍ନ କଥା ନ କହିବା ଭଲ। ସବୁଆଡ଼େ ପଡ଼ିଛି ମଦ ବୋତଲ। ବିଦ୍ୟୁତ ସଂଯୋଗ ବି ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ଝରଣାଟି ଧୀରେ ଧୀରେ ପୋତି ହେବାକୁ ବସିଲାଣି। ସାତକୋଶିଆ ଡିଏଫ୍ଓ କହିଛନ୍ତି ଏହାକୁ ଇକୋ ଟୁରିଜିମରେ ସାମିଲ କରି ଉନ୍ନତି କରାଯିବ। ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରାୟ 35 ଲକ୍ଷ ଟଙ୍କାର ପ୍ରସ୍ତାବ ଦିଆଯାଇଛି। ସ୍ଥାନୀୟ ବିଧାୟକ ପାଣ୍ଠିରୁ ମଧ୍ୟ 20 ଲକ୍ଷ ଟଙ୍କା ଅନୁଦାନ ପାଇଁ ଅନୁଗ୍ରହ କରାଯାଇଛି। ଏଠି ଆହୁରି ଟିକେ ସଫା ସୁତୁରା ଭଲ ହେଲେ ଭଲ ହେଇତା। ଆଉ ଟିକେ ବହୁତ ଆଡୁ ଲୋକ ଆସୁଛନ୍ତି ଯେ ଏଇଟା କୌଣସି ଗଛ ପତ୍ରଠୁ ଧରିକିନା ସବୁ ଏଇଟା ପରିଷ୍କାର ଯୋଗ। ପ୍ରଶାସନ ଏବଂ ସରକାରଙ୍କୁ ଅନୁରୋଧ କରୁଛୁ କି ଏଇ ଗଦଗଦାକୁ ଆଉ ଟିକେ ଉନ୍ନତିକରଣ କରନ୍ତୁ। ସବୁଦିନିଆ ରାସ୍ତାଟିଏ ହଉ। ୱାଟର ବହୁ ଯେତେବେଳେ ଆସୁଛନ୍ତି ବର୍ଷା ଦିନେ ଲୋକ ଦେଖିବାକୁ, ବର୍ଷାର ଗୋଟେ ଆଶ୍ରୟସ୍ଥଳୀ ହେଲେ ଭଲ ବି ହୁଅନ୍ତା। ଆଉ ବିଦ୍ୟୁତକରଣ ହେଲେ ଭଲ, ସବୁ ପ୍ରକାର ହେଲେ ଉନ୍ନତିକରଣ କାମ ଟିକେ ହେଲେ ଭଲ ହବ। ଆପଣଙ୍କ ମାଧ୍ୟମରେ ଆଉ ଟିକେ କହୁଛୁ, ଆଉ ଟିକେ ଭଲ ହବ କାମଟା। ଆଉ ଆମେ ବି ଚେଷ୍ଟା କରୁଛୁ ପର୍ଟିକୁଲାରଲି ଯୋଉଠି ଏକ୍ଜିଷ୍ଟିଂ ଅଛି 5ଟା ଜାଗା ମାନେ ସାତକୋଶିଆରେ ବହୁତ ଅଛି, ସେଇ ଜାଗା ଗୁଡାକ କିଛି ଇମ୍ପ୍ରୁଭମେଣ୍ଟ କରିବୁ। ଆଉ ସାଇଡ ଏରିଆରେ ଯଦି ଦରକାର ପଡିବ କିଛି କିଛି ଜାଗାରେ ମଧ୍ୟ ଆମେ ଇକୋ ଟୁରିଜିମ ଫ୍ୟାସିଲିଟି ବଢେଇବା ପାଇଁ ତା ପଦକ୍ଷେପ ନେଉଛୁ। ତେଣୁ ବିକାଶ ଖୋଜୁଛି ଗଦଗଦା ଜଳପ୍ରପାତ। ଆଶା କରୁଛୁ ପ୍ରଶାସନ ହଉ କିମ୍ବା ବନ ବିଭାଗ କିମ୍ବା ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବେ ଏବଂ ଏହାର ଉନ୍ନତିକରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବେ। ଏହା ହୋଇପାରିଲେ ନିଶ୍ଚିତ ଭାବେ କେବଳ ଅଞ୍ଚଳବାସୀ କାହିଁକି ସାରା ଓଡ଼ିଶାରେ ନାଁ କରିପାରିବେ। ଅନୁଗୁଳରୁ ଭିକାରୀ ମହାନ୍ତି, ନ୍ୟୁଜ୍ 18 ଓଡ଼ିଆ।